ବିଏସ୍କେୱାଇ କାର୍ଡର ଲୁଣ୍ଠନ ରୋଗୀଙ୍କ ଅଭିଯୋଗ। ରୋଗୀଙ୍କ ସୁରକ୍ଷା ପାଇଁ ସରକାର ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା। କିନ୍ତୁ ଦୁଃଖର ବିଷୟ, ସେହି କାର୍ଡ ଲୁଣ୍ଠନ ହେଉଥିବା ସାମ୍ନାକୁ ଆସିଛି। ଏପରିକି ଦୁଃଖଦ ବିଷୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମହୁଲପଡ଼ା ପଞ୍ଚାୟତ ଅଧୀନରେ ଥିବା ମହୁଲପଡ଼ା ଗ୍ରାମରେ। ଏହି ଗ୍ରାମର ଅଭି ସୁନା ପିତା ଉଦ୍ଧବ ସୁନା କିଛି ଦିନ ତଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାୟପୁର ସ୍ଥିତ VY ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ସୁନିତ ଚୌଧୁରୀ ଅଭି ସୁନାର ଚିକିତ୍ସା ଦାୟିତ୍ୱରେ ଥିଲେ। କିନ୍ତୁ ଦୁଃଖର ବିଷୟ ଯେ ପରିବାର ସଦସ୍ୟଙ୍କୁ ନ ଦେଖାଇ ଚିକିତ୍ସା କରୁଥିଲେ ଏବଂ ଜୀବନ ସହିତ ଖେଳୁଥିଲେ। ରୋଗୀର BSKY କାର୍ଡରୁ ସବୁତକ ଟଙ୍କା କାଢ଼ି ଘରକୁ ନେବା ପାଇଁ ଡିସଚାର୍ଜ କରିଦେଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରୋଗୀକୁ ଡାକ୍ତର ପାଖକୁ ଗଲାବେଳେ କିଡନୀ ରୋଗ ଥିଲା ଏବଂ ଡିସଚାର୍ଜ ବେଳକୁ ପଛପଟେ ବିଶାଳ ଘା ଦେଖିବାକୁ ପାଇଥିଲେ, ଯାହାକି ମୃତ୍ୟୁବରଣ କରିବାକୁ ବାଧ୍ୟ। ରୋଗୀଙ୍କ ପରିବାର ନିହାତି ଭାବେ ଏକ ଗରିବ ପରିବାର ଏବଂ ପାଖରେ କିଛି ସମ୍ବଳ ନାହିଁ। ଅର୍ଥ ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରି ଆଜି ସକାଳ ସମୟରେ ମୃତ୍ୟୁ ହେଲା। ଏପରି ଡାକ୍ତରଖାନାକୁ ଲୋକମାନେ ଯାଆନ୍ତୁ ନାହିଁ ଏବଂ ସରକାର ଏହି ଡାକ୍ତରଖାନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି। ବଲାଙ୍ଗୀରରୁ ପଶ୍ଚିମ ଓଡ଼ିଶା ବ୍ୟୁରୋ ମୁଖ୍ୟ ବିନୟ କୁମାର ନନ୍ଦଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା TV।